ଆୟୁଷ୍ମାନ ଭାରତ ଯୋଜନାକୁ ନେଇ ଆସିଲା ବଡ଼ ଖବର। ଓଡ଼ିଶାରେ ଆୟୁଷ୍ମାନ ଭାରତ ଯୋଜନା ଲାଗୁ ପାଇଁ ନୂଆଦିଲ୍ଲୀରେ ରାଜ୍ୟ ଓ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ମଧ୍ୟରେ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଛି। ଆୟୁଷ୍ମାନ ଭାରତ ଓ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ଲାଗି ଗୋଟିଏ କାର୍ଡ ଦିଆଯିବ ବୋଲି ଓଡ଼ିଶାର ସ୍ୱାସ୍ଥ୍ୟ ମନ୍ତ୍ରୀ ଡକ୍ଟର ମୁକେଶ ମହାଲିକ ଏହି ଅବସରରେ ସୂଚନା ଦେଇଛନ୍ତି। ଆଜି ଏହି ଚୁକ୍ତିନାମା ସ୍ୱାକ୍ଷରିତ ହେବା ଅବସରରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଜେପି ନଡ୍ଡା, କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, ଧର୍ମେନ୍ଦ୍ର ପ୍ରଧାନ, ଜୁଏଲ ଓରାମ, ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଏବଂ ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିକ ପ୍ରମୁଖ ଉପସ୍ଥିତ ଥିଲେ। ଆଜି ବିଜ୍ଞାନ ଭବନରେ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଛି। ଏହି କାର୍ଡ ଦ୍ୱାରା ସାରା ଭାରତରେ ଯେକୌଣସି ସ୍ଥାନରେ ଉଭୟ ସରକାରୀ ଓ ଘରୋଇ ହସ୍ପିଟାଲରେ 5 ଲକ୍ଷରୁ 10 ଲକ୍ଷ ପର୍ଯ୍ୟନ୍ତ ମାଗଣା ଚିକିତ୍ସା ପାଇପାରିବେ। ସୂଚନା ଅନୁଯାୟୀ ରାଜ୍ୟରେ ଆସନ୍ତା ଫେବୃଆରୀ ମାସରୁ ଆୟୁଷ୍ମାନ ଭାରତ ଯୋଜନାକୁ ଲାଗୁ କରିବା ପାଇଁ ରାଜ୍ୟ ସରକାର ପଦକ୍ଷେପ ନେଇଛନ୍ତି। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅଧିକାରୀମାନେ ଏହାକୁ ଲାଗୁ କରିବାକୁ ନେଇଥିବା ପ୍ରତିବନ୍ଧକ ଦୂର କରିବା ପାଇଁ ଆଜି ନୂଆଦିଲ୍ଲୀରେ ଏଥିପାଇଁ OMOU ସ୍ୱାକ୍ଷରିତ ହୋଇଛି। ଓଡ଼ିଶାରେ ଜାରି ରହିଥିବା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ କାର୍ଡ ନୂଆ ନାଁ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା। ଆୟୁଷ୍ମାନ ଭାରତ ଯୋଜନାକୁ ଲାଗୁ କରାଯିବ। ଗୋଟିଏ କାର୍ଡରେ ଉପଲବ୍ଧ ହେବ ସ୍ୱାସ୍ଥ୍ୟ ସେବା। ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ଏବଂ ଆୟୁଷ୍ମାନ ଯୋଜନା। ପୁରୁଣା କାର୍ଡକୁ ହଟେଇ ଖୁବ୍ ଶୀଘ୍ର ଦିଆଯିବ ନୂଆ କାର୍ଡ। ଏହି କାର୍ଡରେ ଉପକୃତ ହେବେ 1 କୋଟି ପରିବାର ଏବଂ 3.5 କୋଟି ଲୋକ। ଏହାର ଲାଭ ପାଇବେ। ଏଥିରୁ ପୁରୁଷଙ୍କ ପାଇଁ 5 ଲକ୍ଷ ଟଙ୍କା ଏବଂ ମହିଳାଙ୍କ ପାଇଁ 10 ଲକ୍ଷ ଟଙ୍କା ସ୍ୱାସ୍ଥ୍ୟ ସେବା ରହିଛି। 70 ବର୍ଷ ବୟସରୁ ଉର୍ଦ୍ଧ୍ୱ ଲୋକଙ୍କୁ ମଧ୍ୟ ଆୟୁଷ୍ମାନ ଯୋଜନାରେ ସାମିଲ ହେବା ପାଇଁ ପ୍ରକ୍ରିୟା ଚଳିତ ମାସ ଶେଷ ସୁଦ୍ଧା ଆରମ୍ଭ କରାଯିବ ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜଣାପଡ଼ିଛି। ସେଥିପାଇଁ ସମୟ ସବୁଠାରୁ ବଡ଼ ବଳବାନ। ସମୟ ଆଜି ଆମକୁ ପରିବର୍ତ୍ତନ ଆଣିଦେଇଛି ଏବଂ ଆମେ ଭାବୁଥିଲୁ ଯେପର୍ଯ୍ୟନ୍ତ ଆମ ସରକାର ନ ଆସିଛି ସେ ପର୍ଯ୍ୟନ୍ତ ଏହା ଲାଗୁ ହୁଏତ ଏ ସରକାର ଆଉ କରିବେ ନାହିଁ। କିନ୍ତୁ ସମସ୍ତ ଓଡ଼ିଶାର ଲୋକମାନଙ୍କର ସେଇ ଭାବନା ଭିତରେ, ଆଶା ଭିତରେ ସେମାନେ ଆଜି ସମୟ ପରିବର୍ତ୍ତନ ହେଇଛି ଏବଂ ସେମାନେ ମଧ୍ୟ ମତ ପରିବର୍ତ୍ତନ କରିଛନ୍ତି ଏବଂ ଏଠି ମାନନୀୟ ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀଙ୍କର ନେତୃତ୍ୱରେ ଡବଲ ଇଞ୍ଜିନର ସରକାର ଓଡ଼ିଶାରେ ପ୍ରଥମ ଥର କରି ଆଣିବା ଏବଂ ଆଜି ଯେତେ ବି ବିଭିନ୍ନ ବିଭାଗର ଯେତେ ବି ସ୍କିମ୍ ଯୋଜନା ଯାହା ବି କେନ୍ଦ୍ର ସରକାର ସାରା ଭାରତ ବର୍ଷରେ ଲାଗୁ କରିଥାନ୍ତି ତାହା ସବୁ ରାଜ୍ୟରେ ଲାଗୁ ହୁଏ, କିନ୍ତୁ ଆମ ଓଡ଼ିଶାରେ ତାହା ଲାଗୁ ହଉ ନଥିଲା। ଆଉ ସେଥିପାଇଁ ଓଡ଼ିଶାର ଲୋକମାନେ ସ୍ୱାସ୍ଥ୍ୟ କ୍ଷେତ୍ରରେ ଏବଂ ଅନ୍ୟାନ୍ୟ ବିଭାଗରେ ମଧ୍ୟ ଅନେକ କ୍ଷେତ୍ରରେ ବହୁତ ପଛୁଆ ରହିବା ସହିତ ଏ ସୁବିଧାରୁ ପାଇବାରୁ ବଞ୍ଚିତ ହେଉଥିଲେ। ତେଣୁ ଆଜି ଯାହା ବି ହେଉ ବିଳମ୍ବେ କାର୍ଯ୍ୟ ସିଦ୍ଧି ଏ ଅନୁସାରେ ଏବଂ ଆମ ସମସ୍ତଙ୍କର ଓଡ଼ିଶାର ଲୋକଙ୍କର ଭାବନା ପରିବର୍ତ୍ତନ ହେଲା, ଶାସନ ମଧ୍ୟ ପରିବର୍ତ୍ତନ ହେଲା। ଓଡ଼ିଶାରେ ନୂଆ ଶାସନ ଆସିଲା, ଡବଲ ଇଞ୍ଜିନ ସରକାର ଆସିଲା। ଆଉ ସେଇ ଶୁଭ ଅବସରରେ ଆଜି ଏ ପ୍ରକାରର ଗୋଟିଏ ବଡ଼ ସୁଯୋଗ ମଧ୍ୟ ଆମକୁ ଆସିଲା। ଆଜି ଆମେ ଏହାକୁ ଆଜି ଏକ ଐତିହାସିକ ଦିନ ବୋଲି ମୁଁ ଭାବିବି ଯେ ଏହା ଓଡ଼ିଶାରେ କାର୍ଯ୍ୟକାରୀ ହେବା ପାଇଁ ଯାଉଛି ଏବଂ ସେଥିରେ ଆଗରୁ ଯେଉଁ ଯୋଜନା ଥିଲା ଯାହା ପୂର୍ବ ସରକାର ଏହାକୁ ତାଙ୍କର ନିଜସ୍ୱ ଯୋଜନା ଏକ ଲାଗୁ କରୁଥିଲେ ତାକୁ ପରିବର୍ତ୍ତନ କରି ଆଜି ଆୟୁଷ୍ମାନ ଭାରତ ଯୋଜନାରେ ସେ ଯୋଜନାକୁ ଯୋଡ଼ି ଦିଆଗଲା।